ପାନ୍ କାର୍ଡ଼ରେ ହେବ ବଡ଼ ପରିବର୍ତ୍ତନ। ଏପ୍ରିଲ 1, 2026ରୁ ପାନ୍ କାର୍ଡ଼ କରିବା ହେବ କଷ୍ଟକର। କେବଳ ଆଧାର ନୁହେଁ, ଏବେ ଦେବାକୁ ପଡ଼ିବ ଅଧିକ ଡକୁମେଣ୍ଟ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପାନ୍ କାର୍ଡ଼ ତିଆରି କରିନାହାନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଏପ୍ରିଲ 1, 2026 ତାରିଖରୁ ପାନ୍ କାର୍ଡ଼ ତିଆରି କରିବାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। 31 ମାର୍ଚ୍ଚ ପର୍ଯ୍ୟନ୍ତ ଏହାକୁ ତିଆରି କରିବା ସହଜ ହେବ। ଯଦି ଏହି ସମୟ ସୁଦ୍ଧା ହାତଛଡ଼ା ହୁଏ, ତେବେ ଆପଣଙ୍କୁ ଏହି ଡକୁମେଣ୍ଟ ପାଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ପରିବର୍ତ୍ତନ ଗୁଡ଼ିକୁ ଏପ୍ରିଲ 1, 2026 ତାରିଖରୁ ହିଁ କାର୍ଯ୍ୟକାରୀ ହେବ। ନୂତନ ନିୟମ ଅନୁଯାୟୀ କେବଳ ଆଧାର ଉପରେ ଆଧାରିତ ପାନ୍ କାର୍ଡ଼ ପାଇଁ ଗ୍ରହଣୀୟ କରାଯିବ ନାହିଁ। 31 ମାର୍ଚ୍ଚ ପୂର୍ବରୁ କେବଳ ଆଧାର କାର୍ଡ଼ରେ ପାନ୍ କାର୍ଡ଼ ତିଆରି କରିପାରିବେ। ତେଣୁ ଆପଣମାନେ ଯଥାଶୀଘ୍ର ପାନ୍ କାର୍ଡ଼ ଏବଂ ପାନ୍ କାର୍ଡ଼ରେ ଆଧାର ଲିଙ୍କ କରିଦିଅନ୍ତୁ, ନହେଲେ ଆପଣଙ୍କ ଅସୁବିଧାର ସମ୍ମୁଖୀନ ହେବେ। ବର୍ତ୍ତମାନ କେବଳ ଆଧାର ବ୍ୟବହାର କରି ପାନ୍ କାର୍ଡ଼ କରିପାରୁଥିଲେ, କିନ୍ତୁ 1 ଏପ୍ରିଲ 2026 ପରେ ଆପଣ ଜନ୍ମ ପ୍ରମାଣପତ୍ର ସହିତ ଅନ୍ୟାନ୍ୟ ଡକୁମେଣ୍ଟ ସହ ଆଧାର ଦରକାର ହେବ। ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ କେବଳ ଆଧାର କାର୍ଡ଼ ଆଉ ପାନ୍ କାର୍ଡ଼ ଆବେଦନ ପାଇଁ ଯଥେଷ୍ଟ ହେବ ନାହିଁ। ଆବେଦନ କରିବାକୁ ଅଧିକ ଡକୁମେଣ୍ଟ ଦେବାକୁ ପଡ଼ିବ। ଏଥିରେ ଜନ୍ମ ପ୍ରମାଣପତ୍ର, ଭୋଟର ପରିଚୟ ପତ୍ର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, 10ମ ଶ୍ରେଣୀ ପ୍ରମାଣପତ୍ର କିମ୍ବା ଅନ୍ୟାନ୍ୟ ସରକାରୀ କାଗଜପତ୍ର ଅନ୍ତର୍ଭୁକ୍ତ ହୋଇପାରେ। ଏହା ପାନ୍ କାର୍ଡ଼କୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିବ। ନୂତନ ନିୟମ ଅନୁଯାୟୀ ଆପଣଙ୍କ ପାନ୍ କାର୍ଡ଼ରେ ଥିବା ସୂଚନା ଆପଣଙ୍କ ଆଧାର ସହିତ ସଠିକ୍ ମେଲ୍ ଖାଇବା ଆବଶ୍ୟକ। ତେଣୁ ଆବେଦନ କରିବା ପୂର୍ବରୁ ଆପଣଙ୍କର ନାମ, ଆପଣଙ୍କର ଜନ୍ମ ତାରିଖ, ଆପଣଙ୍କ ଆଡ୍ରେସ୍ ଏବଂ ନିଜର ପିତାମାତା କିମ୍ବା ସ୍ୱାମୀଙ୍କ ନାମ ସଂଶୋଧନ କରାଇ ନିଅନ୍ତୁ। ସରକାର ନୂତନ ଆବେଦନ ଫର୍ମ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି, ଯାହା 1 ଏପ୍ରିଲ 2026 ପରେ ବାଧ୍ୟତାମୂଳକ ହେବ। ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବା ପରେ ଆବେଦନକାରୀମାନଙ୍କୁ ପାନ୍ କାର୍ଡ଼ ଆବେଦନ ପାଇଁ ନୂତନ ଫର୍ମ ବ୍ୟବହାର କରିବାକୁ ପଡ଼ିବ, କାରଣ ପୂର୍ବରୁ ଥିବା ଫର୍ମଗୁଡ଼ିକୁ ଆଉ ଗ୍ରହଣ କରାଯିବ ନାହିଁ। ତେଣୁ ଆପଣ 31 ମାର୍ଚ୍ଚ ସୁଦ୍ଧା ପାନ୍ କାର୍ଡ଼ ଆବେଦନ କରାଇ ନିଅନ୍ତୁ କିମ୍ବା ପାନ୍ କାର୍ଡ଼ରେ ଆଧାର ଲିଙ୍କ କରାଇ ନିଅନ୍ତୁ। 1 ଏପ୍ରିଲ ପରେ ଆପଣଙ୍କୁ କରିବା ପାଇଁ ବହୁତ କଷ୍ଟକର ହେବ।